ଆପଣ ଦେଖିଥିବେ ବିଜୁ ଜନତା ଦଳ ଦଳ ହେଉଛି ଗୋଟେ ଶୃଙ୍ଖଳିତ ଦଳ है। ବିଗତରେ ତାଙ୍କୁ ବହୁତ ଗୁଡ଼ିଏ ପଦପଦବୀ ଦିଆଯାଇଥିଲା। ବିଗତରେ ସେ ନଗର ସଭାପତି ମଧ୍ୟ ଥିଲେ ପାଟନାଗଡ଼ ଏନ୍ଏସିର ଏବଂ 2012-13 ରୁ 2018 ପର୍ଯ୍ୟନ୍ତ ସେ ସମୟରେ ତାଙ୍କୁ କାଉନସିଲର ମଧ୍ୟ ବିଜୁ ଜନତା ଦଳରୁ ପ୍ରାର୍ଥୀ କରାଯାଇଥିଲା। ସେ ବିଜେଲା ମଧ୍ୟ କରିଥିଲେ। 2018 ପରେ ଆପଣମାନେ ଜାଣିଥିବେ 2022ରେ ଏନ୍ଏସି ନିର୍ବାଚନ ହୋଇଥିଲା। ସେ ନିର୍ବାଚନରେ ମଧ୍ୟ ତାଙ୍କୁ କାଉନସିଲରରେ ଫେର ତାଙ୍କୁ ପ୍ରାର୍ଥୀ କରାଯାଇଥିଲା ଏବଂ ଦଳର ଯେହେତୁ ସେ ଟାଉନ୍ ସଭାପତି ଥିଲେ ସେ ସମୟରେ ଦଳ ତାଙ୍କୁ ବହୁତ ସମ୍ମାନ ଦେଉଥିଲା। ଦଳ ସେଥିର୍ଲାଗି ଏନ୍ଏସି ଚେୟାରମ୍ୟାନ୍ଟା ଏସ୍ଟି ସିଟ୍ ଥିଲା, ଡାଇରେକ୍ଟ ଇଲେକ୍ସନ୍ ହୋଇଥିଲା। ଜଣେ ଲେଡ଼ିଜ୍ ଥିଲେ ସେ ସମୟରେ, ତ ତାଙ୍କୁ ଯେହେତୁ ଜେଣ୍ଟସ୍ ହିସାବରେ ସେ ପୁରୁଣା ହିସାବରେ ତାଙ୍କୁ ଦଳଟା ଭାଇସ୍ ଚେୟାରମ୍ୟାନ୍ ପଦବୀ ମଧ୍ୟ ଦେଇଥିଲା। କିନ୍ତୁ ଆପଣ ଦେଖିଥିବେ, ଆପଣ ତ ମିଡ଼ିଆ ବନ୍ଧୁମାନେ ମାସ ହେଇଗଲା ଦଳର କୌଣସି କାର୍ଯ୍ୟକ୍ରମରେ ସେ ଉପସ୍ଥିତ ହେଇକରି ନାଇଁ ରହିଲେ। ଦଳର ଯେକୌଣସି ବି ଦଳୀୟ କାର୍ଯ୍ୟକ୍ରମ କନଷ୍ଟିଚ୍ୟୁନ୍ସି ଲେଭେଲରେ ହେଉ କିମ୍ବା ଆମର ଏନ୍ଏସିରେ ହେଉ କିମ୍ବା ବ୍ଲକ ଲେଭେଲରେ ହେଉ, ଯାହା ବି କାର୍ଯ୍ୟକ୍ରମ ହେଉଥିଲା କିମ୍ବା ପାର୍ଟି ଅଫିସରେ ହେଉଥିଲା କିମ୍ବା ଦଳର ନିର୍ଦ୍ଦେଶ ଯେନ୍ କରୁଥିଲା, ସେ କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଦେଖବାର୍ ଲାଗି ନାଇଁ ମିଳିଲା। ସେଥିର୍ଲାଗି ଆମେ ଯାହା ଅନୁମାନ କଲୁ ଯେ ସେ ଦଳର ବିରୋଧରେ ଏବଂ ଦଳୀୟ କାର୍ଯ୍ୟକ୍ରମରେ ଅନୁପସ୍ଥିତି ରହିବା ଏବଂ ବିରୋଧୀ ଦଳ ସଙ୍ଗେ ସମ୍ପର୍କ ରହିବାଟା, ସେଥିର୍ଲାଗି ଆମେ ଆମର ପ୍ରିୟ ନେତା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମୁଁ ଚିଠି କରିଥିଲି ଆଉ ତାଙ୍କୁ ଦଳରୁ ନିଲମ୍ବନ କରିବା ଲାଗି ମୁଁ ଆଜି ମୋର ପ୍ରିୟ ନେତାକେ ଧନ୍ୟବାଦ ଦେମି ନବୀନ ପଟ୍ଟନାୟକକେ, ଯେ ସେ କାଲି ତାଙ୍କ ନିର୍ଦ୍ଦେଶରେ ଆମର ପ୍ରତାପ ଜେନା ସାର୍ ଆମର ତାଙ୍କୁ ନିଲମ୍ବନ କରିଛନ୍। ଆପଣମାନେ ଦେଖିଥିବେ ବିଜୁ ଜନତା ଦଳ ଶୃଙ୍ଖଳିତ ଦଳ है। ଇ ଦଳରେ ଯିଏ ବି ଦଳ ବିରୋଧୀ କାର୍ଯ୍ୟ କରବା, ଦଳରେ ସଂଶ୍ଳିଷ୍ଟ ହେଇକରି ନାଇଁ ରହିବା, ତାହାକେ ଦଳରୁ ନିଲମ୍ବନ କରବାରଟା, ଦଳରୁ ବାହାର କରବାରଟା ନବୀନ ପଟ୍ଟନାୟକ ଗୋଟେ ସ୍ୱଚ୍ଛ ନିର୍ମଳ ଦଳ ଏଟା। ଆଉ ବିଗତରେ ମଧ୍ୟ ଦେଖିଥିବେ ଏଇଟା ତ ଭାଇସ୍ ଚେୟାରମ୍ୟାନ୍ ଜଣେ, ଆପଣ ଦେଖିଥିବେ ବିଗତରେ ଦୁଇ ଜଣ ବିଧାୟକକେ ମଧ୍ୟ ଜିଲ୍ଲା ପରିଷଦ ଚେୟାରମ୍ୟାନ୍କେ ମଧ୍ୟ ଯାଜପୁରର 4 ଜଣକେ ଦଳରୁ ନିଲମ୍ବନ କରାଯାଇଛେ। ଯେହେତୁ ବିଜୁ ଜନତା ଦଳ ଶୃଙ୍ଖଳିତ ଦଳ, ସେ ସବୁବେଳେ ଶୃଙ୍ଖଳିତରେ କାମ କରସନ୍ ଏବଂ ଲୋକଙ୍କ ଲାଗି ସେ ଅଛନ୍। ଯିଏ ଦଳ ଲାଗି କାମ ନାଇଁ କରବା, ଦଳ ଲାଗି ସାକ୍ରିଫାଇସ୍ ନାଇଁ କରବା, ସେଟାକେ କୌଣସି ଦଳୀୟ ବିରୋଧରେ ଯିବା, ତାହାକେ ଦଳରେ କୌଣସି ଜାଗାରେ ସ୍ଥାନ ନାଇଁ ମିଲେ।